ବିଜୁ ଜନତା ଦଳର ପିଏସ୍ ଦଳର ଗଠନ ଠାରୁ ଯେତେବେଳେ ପିଏସି ଚେୟାରମ୍ୟାନ୍ ବିଜୟ ମହାପାତ୍ର ହେଇଥିଲେ ସେତେବେଳେ ପଲିଟିକାଲ ଆଫେୟାର୍ସ କମିଟିର ଚେୟାରପର୍ସନ ସେତେବେଳେ ଠାରୁ ନବୀନ ବାବୁ ପିଏସି କମିଟିର କୌଣସି ଅର୍ଥ ନାହିଁ ବୋଲି ସେତେବେଳେ ମଧ୍ୟ ସୂଚାଇଥିଲେ। ସେତେବେଳେ ମଧ୍ୟ ଦଳରୁ ତାଙ୍କୁ ବିନା ପିଏସି କମିଟିରେ ବାହାର କରିଥିଲେ, ନିଲମ୍ବନ କରିଥିଲେ। ତେଣୁ ସେଇଦିନ ଠାରୁ ସେ କଥା ଜାରି ରହିଛି ଆଜି ପର୍ଯ୍ୟନ୍ତ। ନବୀନ ବାବୁ ଯାହା ରାତିରେ ସ୍ୱପ୍ନ ଦେଖନ୍ତି ତାକୁ ସକାଳେ ପରିପ୍ରକାଶ କରନ୍ତି। ତାଙ୍କ ଦଳର ପିଏସି କମିଟିର କୌଣସି ମୂଲ୍ୟ ନାହିଁ। ବର୍ତ୍ତମାନ ପରିସ୍ଥିତି ଏଇଆ ହେଇଛି, ଯେତେବେଳେ ବିଜୁ ଜନତା ଦଳ ଛାଡ଼ିବା ପାଇଁ ଶହ ଶହ ସଂଖ୍ୟାରେ ତାଙ୍କ ନେତୃତ୍ୱ ମଣ୍ଡଳୀ ବିଶେଷ ଭାବରେ ନୂଆପଡ଼ା ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିଲା ପରେ ତାଙ୍କ ଦଳକୁ ଛାଡ଼ୁଥିବା ନେତୃତ୍ୱମାନେ ଦଳ ବିରୁଦ୍ଧରେ ପ୍ରଥମ ଥର ପାଇଁ ମୁହଁ ଖୋଲିକି ଦଳ ବିରୁଦ୍ଧରେ ଏବଂ ସଭାପତିଙ୍କ ବିରୁଦ୍ଧରେ ପ୍ରଥମ ଥର ପାଇଁ ମୁହଁ ଖୋଲିକି ପୁରା ଖୁଲମ ଖୋଲା କହିବା ଆରମ୍ଭ କରିବା ପରେ ନବୀନ ବାବୁ ବ୍ୟତିବ୍ୟସ୍ତ ହୋଇଯାଇଛନ୍ତି। କାହାକୁ କେତେବେଳେ ସସ୍ପେଣ୍ଡ କରୁଛନ୍ତି, କାହାକୁ କୋଉଥିପାଇଁ ସସ୍ପେଣ୍ଡ କରୁଛନ୍ତି ସେ ଉତ୍ତର ତାଙ୍କ ପାଖେ ନାହିଁ। ଆଜି ଯଦି ଆପଣମାନେ ଦେଖିବେ ଅରବିନ୍ଦ ମହାପାତ୍ରଙ୍କ କଥା ଆଜି ମଧ୍ୟ ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀଙ୍କ ଭିତରେ ସନ୍ଦେହ ଘର ଯେ କାହିଁକି ତାଙ୍କୁ ସସ୍ପେଣ୍ଡ କରାଗଲା। ଏବଂ ଏ କଥା ଯେତେବେଳେ ଚାଲୁଛି ସାରା ବିଜୁ ଜନତା ଦଳ ଦିନକୁ ଦିନ ତଳକୁ ତଳ ଖସୁଛି ଏବଂ ବୁଡ଼ି ଯାଉଥିବା ଦଳ, ଯେଉଁ କଥା କୁହାଯାଉଥିଲା ଆଗରୁ ବିଜେଡି ହେଉଛି ବୁଡ଼ି ଯାଉଥିବା ଦଳ, ତାର ପ୍ରକୃତ ସମୟ ବର୍ତ୍ତମାନ ଆସିଛି। ଏ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ, ସାଧାରଣ ଲୋକଙ୍କୁ କିଭଳି ଭାବେ ଡାଇଭର୍ଟ କରିହେବ ତାଙ୍କର ଦଳ ବୁଡ଼ି ଯାଉଥିବା ସମୟରେ, ତେଣୁ ଏଇଭଳି ଏକ ଡ୍ରାମା ଆରମ୍ଭ କରିଛନ୍ତି। ଅତୀତରେ ଏ ଡ୍ରାମା ଆରମ୍ଭ କରିଥିଲେ, କିନ୍ତୁ ସେତେବେଳେ ସରକାର ଥିଲା ବୋଲି ରକ୍ଷା ପାଇଯାଉଥିଲେ। ଏବେ ଯେତେବେଳେ ସରକାର ନାହାନ୍ତି, ତାଙ୍କ ଦଳର ନେତୃତ୍ୱମାନେ ନା ସଭାପତିଙ୍କୁ ମାନୁଛନ୍ତି ନା ତାଙ୍କ ଦଳର କୌଣସି ହୁଇପ୍ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି। ମୁଁ ଭାବୁଛି ଯେତେବେଳେ ବୁଡ଼ି ଯାଉଥିବା ଦଳ ତାର ପିଏସି କ'ଣ କୌଣସି କମିଟି କ'ଣ ତାର କିଛି ମୂଲ୍ୟ ରଖେ ନାହିଁ। ଏ କେବଳ ଲୋକ ଦେଖାଣିଆ, ଏଥିରେ କୌଣସି ଲାଭ ହେବ ନାହିଁ ବିଜୁ ଜନତା ଦଳର, ବରଂ ଦିନକୁ ଦିନ ସେ ଦଳ ତଳକୁ ତଳକୁ ଖସି